विष्णुम् शशिवर्णम् चतुर्भुजम् प्रसन्नवदनम् ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः। अष्टाविंशाध्याय। सुत उवाच एवं सा पार्वती देवान् अशपत् क्रुद्धमानसः तस्मात् वृक्षत्वमापन्नाः सर्वे देवगणाः किल। हे मुनिजनो ଶୁଣ ଏବେ ପାର୍ବତୀ ସାପେ ତିନି ଦେବେ ସ୍ୱଦେହେ ହୋଇଲେ ସ୍ଥାବର ବିରଞ୍ଚି ଆଦି ହରିହର। ଏ କଥା ଜାଣି ଦେବଲୋକେ ମନ ବିଷାଦ ଗୁରୁ ଶୋକେ। ବ୍ରହ୍ମ ଋଷିଙ୍କୁ ଆଗ କରି ଜହିଁ ଅଛନ୍ତି ଶିବ ନାରୀ ସେଠାରେ ମିଳି ସୁର ମୁନି ଯେ ଯାହା ପତ୍ନୀ ସଙ୍ଗେ ଘେନି ହର ଭୁବନେ କପିଳାସେ ମିଳିଲେ ଗୌରୀଙ୍କ ପାଶେ। ସ୍ତୁତି ବଚନେ ଦେବତାଏ ବୋଲନ୍ତି ଶୁଣ ମହାମାୟେ ଯେ ବ୍ରହ୍ମ ଶିବ ନାରାୟଣ ଅଶେଷ ବ୍ରହ୍ମାଣ୍ଡ କାରଣ। ଜଗତେ ଯେତେ ଜୀବଜନ୍ତୁ ଏ ତିନି ଦେବଙ୍କର ହେତୁ ରାଜସ ସାତ୍ୱିକ ତାମସ ଉତ୍ପତ୍ତି ପାଳନ ବିନାଶ। ଏଣେ ବ୍ରହ୍ମା ବିଷ୍ଣୁ ଶିବ ତୋର ମାୟାରେ ତିନି ଦେବ ସଂସାର ଆତ ଜାତ କରେ ଅନାଦି ତ୍ରିଗୁଣ ବିହରେ। ତୁ ଆଦି ଶକ୍ତି ମହାମାୟେ ତୁ ମନୁ ଜଗତ ଉଦୟେ ଏ ତିନି ଜଗତେ ଅଧିପ ତୁ ତାକୁ କଲୁ ବୃକ୍ଷ ରୂପ। ତୁ ଦେବୀ ଦୟା କର ଏବେ ଯେ ତିନି ଦେବ ରୂପ ପୂର୍ବେ ସେ ରୂପ ହେଉ ପରାପତ ନୋହିଲେ ନର ହେ ଜଗତ। ଏମନ୍ତେ ଦେବଙ୍କ ବଚନେ ଶୁଣି ସନ୍ତୋଷ ଦେବୀ ମନେ ପ୍ରସନ୍ନେ ଶୈଳ ନନ୍ଦିନୀ ନିଜ ସ୍ୱାମୀର ଦୟା ଘେନି ବୋଲନ୍ତି ଶୁଣ ଦେବଲୋକେ ପୂର୍ବେ ଯେ ବ୍ରହ୍ମାଙ୍କର ସାପେ ନଦୀ ହୋଇଲେ ସର୍ବଦେବେ ସେହି ବିଚାର କଲେ ଏବେ ହିଂସା ବହିଲ ମୋର ତହିଁ ଏଣୁ ସ୍ଥାବର ରୂପ ହୋଇ ସଂସାରେ ଥିବେ ସର୍ବପୁରେ ଅଶେଷ ଜନ ଉପକାରେ। ନଦୀ ସ୍ଥାବର ରୂପ ଧରି ଅଶେଷ ଜନ ଉପକାରୀ ଏ ପୁଣ୍ୟ ଫଳ ନିଜ ଦେହେ ଘେନି ଯେ ଯାହା ଭାବେ ରହେ କେବଳ ବ୍ରହ୍ମା ବିଷ୍ଣୁ ହର ଏ ଯେଉଁ ରୂପରେ ସ୍ଥାବର ତାଙ୍କୁ ସଂସାରେ ପୂଜା ବିଧି ସକଳ ଦେବେ କର ସିଦ୍ଧି। ଯାହାକୁ ଯେମନ୍ତେ ଭଗତି ପୂଜା ପାଳନେ ନ୍ୟାୟ ନୀତି ବୃକ୍ଷ ରୂପକୁ ସେବା କରି ପ୍ରାଣୀ ସଂସାରୁ ଯିବେ ତରି। ଏମନ୍ତେ ବେଦ ଶାସ୍ତ୍ର ଲିହି ଅପରାଧୀକୁ ଦଣ୍ଡ ଏହି ଏମନ୍ତେ ଦେବୀ ବାକ୍ୟ ମାନି ସେଠାରୁ ଗଲେ ସୁର ମୁନି ସକଳ ଦେବେ ବୃକ୍ଷ ରୂପେ ରହିଲେ ଗୋବିନ୍ଦ ସମୀପେ ଆବର ପର ହିତକାରୀ ତହୁଁ ଯେ ଯାହା ରୂପ ଧରି ଗୌରୀ ବାକ୍ୟ ଅନୁକମ୍ପେ ମିଳିଲେ ସୁଧର୍ମା ମଣ୍ଡପେ। ବ୍ରହ୍ମା ସହିତ ରୁଦ୍ର ହରି ସର୍ବେ ବସିଲେ ସଭା କରି ସଭା ସମ୍ମୁଖେ ବେଦବର ବୋଲନ୍ତି ଶୁଣ ସର୍ବସୁର ପାର୍ବତୀ ସାପେ ସର୍ବଦେବେ ବୃକ୍ଷ ସ୍ୱରୂପ ହୋଇ ଏବେ ବନ ପର୍ବତ ଗ୍ରାମପୁରେ ରହିବେ ପର ଉପକାରେ। ସଂସାରେ ଯେତେ ଜୀବଜନ୍ତୁ ମନୁଷ୍ୟ ଦେବ ସର୍ବହେତୁ ସେ ତୁମ୍ଭମାନଙ୍କୁ ଆରାଧି କରିବେ ସର୍ବ କାମ ସିଦ୍ଧି। ମୋର ବଚନ ପ୍ରତିପାଳି ଅକାର୍ଯ୍ୟ ପତ୍ର ହୀନ ତୋଳି ସ୍ୱକାର୍ଯ୍ୟ ପତ୍ର ପୁଷ୍ପ ଫଳ ବକଳ କାଠ ଆଦି ମୂଳ ଅବଶ୍ୟ ନେବେ ପ୍ରାଣୀମାନେ ଉପେକ୍ଷା କରି ଏତେ ଦିନେ ଦ୍ୱାଦଶୀ ସଂକ୍ରାନ୍ତି ନୀତି ଯେ ବଡ଼ ଦିଶେ କ୍ଷୟ ଶଶୀ ଦେବତା ଆଳେ କିବା ପଥେ ଯେ ବୃକ୍ଷ ରୋପି ଥିବ ହସ୍ତେ ଦୁର୍ଲଭ ଫଳ ପୁଷ୍ପମାନ ଏହା ନ କରିବ ଛେଦନ ଯେ ଜନ ଛେଦିବ ଅଜ୍ଞାନେ ତାର ନିବାସ ନର୍କ ସ୍ଥାନେ ନରକୁ ନିସ୍ତାରିବ ଯେବେ ଅଛବେ ଜାତ ହେବ ତେବେ। ଆବର ଶୁଣ ଦେବଗଣେ ମୁଁ ଯେ ପଳାଶ ବୃକ୍ଷ ବନେ ରହିବି ବ୍ରହ୍ମା ନାମ ବହି ଲୋଡ଼ଟା ନାହିଁ ଆଉ କେହି କେବଳ ଅନ୍ୟ ସ୍ଥାନେ ବରି ପତ୍ର ପଲ୍ଲବ ଆଦି କରି ବ୍ରତ ବିହିତ ବ୍ରତ ଦଣ୍ଡେ ହୋମ ସମିଧ କରି କୁଣ୍ଡେ ମୋ ପୁଷ୍ପ ଶିବ ଶିରେ ଦେବ ଏଣେ ଅଶେଷ ପୁଣ୍ୟ ହେବ। ଏଠୁ ଯେ ଅନ୍ୟ କାର୍ଯ୍ୟ ପୁଣି ମୋ ଦେହ ଶସ୍ତ୍ର ଘେନି ଆଣି ତାର ସୁକୃତ ଫଳ ଯେତେ ବିନାଶ ହୋଇ ବତୁରିତେ ଏବେ କହିବା କର୍ମରୀତି ଯେ ହରିହର ବେନି ମୂର୍ତ୍ତି ସେ ବଟ ବୃକ୍ଷ ରାଜବନ ବୃକ୍ଷଙ୍କ ମଧ୍ୟରେ ମୁଖ୍ୟ ସ୍ଥାନ
ସେବେନି ବୃକ୍ଷ ଏକ ସ୍ଥାନେ ରୋପଣ କରିବ ବିଧାନେ ପାଳିବ ଅତି ଯତ୍ନ କରି ମନରେ ଇଷ୍ଟ ନାମ ଧରି ବୃକ୍ଷ ବର୍ଦ୍ଧିତ କରି ଯତ୍ନେ ସୁରକ୍ଷା କରି ଥିବ ନିତେ ଏ ରୂପେ ବୃକ୍ଷ ଆରାଧନେ ସଂସାର ନିସ୍ତରିବ ଜନେ ଏକ ଆସନେ ହରିହର ବିଜେ କରାଇ ଯେଉଁ ନର ପୂଜା କରନ୍ତି ନିତ୍ୟ ନିତ୍ୟ ଯଜ୍ଞ ସମ୍ଭାର ବିଧି ମତେ ସର୍ବ ଉତ୍ସବ ଯାତ୍ରା ବିଧି ତେଣେ ଯେତେକ କର୍ମ ସିଦ୍ଧି ସେ ଧର୍ମ ଫଳ ଦିନେ ଦିନେ ବଡ ସ୍ୱର୍ଥ ଆରାଧନେ ସକଳ ପାପ ହେବ ନାଶ ଅନ୍ତେ ଅଲେଖ ପୁରେ ବାସ ଏ ଫଳ ହୋଇବ ନିଶ୍ଚୟ ଆବର ଶୁଣ ଦେବତାଏ ଯେ ଜନମ ବଚନ ମିଟି ବଡ ପିପଳ ବୃକ୍ଷ କାଟି ସେ ସର୍ବଦେବ ଦ୍ରୋହ କରେ ତାକୁ ନିବାସେ ନର୍କ ଘୋରେ କହଇ ମହାଦେବ ଦାସ ବ୍ରହ୍ମ ବଚନେ ଉପଦେଶ इति श्री पद्म पुराणे उत्तरखण्डे कार्तिक महात्म्ये त्रिदेवस्थावर चरित कथने नाम 28 ऊनत्रिंशाध्याय अश्वत्थरूपी भगवान् विष्णुदेवन संशयः रुद्ररूपी वटस्तद्वत् पलाशो ब्रह्मरूपधृक् हे मुनिगण शुणतो से ब्रह्मंक वाक्य उपदेशे सुरासुर नरकुले जे साधुजन त्रयस्थळे आत्मार कुशल विचारी बड पिपळ सेवा करी लभिले मुक्ति भगति खंडिले अशेष दुर्गति शुण विवेक मुनि माने बड पिपळ आराधने मूर्ख जनक ज्ञान अर्थे विस्तार कल शास्त्र पथे मान्य अमान्ये धर्म धर्मे ज्ञान अज्ञाने कर्म कर्मे जहा लिहिले मुनि माने से कथा शुण सावधाने गौरी सापे सदाशिव स्थावर रूप प्रकाशिव संसारे बट वृक्ष रूपे प्रकाश हेले कल्पे कल्पे तेणु कल्प वृक्ष नाम ताकुटे पुरुष उत्तम प्रलय जले बास करी बाल मुकुंद नाम धरी तेणु से वृक्ष अति प्रीति स्वभावे हरि हर मूर्ति केबे भिन्ना भिन्न नोहे द्वितीय रूप एक देहे हेमंत मणि प्रत्यक्षे जे हरिहर बट वृक्षे से वृक्ष पूजा करे जेहु अशेष फल लभे सेहु तेणु से वृक्षंकु आराधी पालने सर्व कार्य सिद्धि जे बण जन ज्ञान चित्ते बट विनाशे शस्त्राघाते तार सुकृत जेते थाई वृक्ष छेदन मात्रे जाई कपिला बध कला दोष शरीरे हुए परवेश पुणी संसारे जेते दिन करई शिव दर्शन से धर्म प्राप्त न होई अंते नरके पड़े जाई एक वृक्ष के एक जुग नरके होई थाई संग तदनंतरे रवि तले जात हुई गिरिमाळे उल्ह मल्हार रूप धरी तरु हिंसने दिन हरि केबे न करिब सुख पुणी नरके पाई दुख ए गति लभई प्रत्यक्ष एबे कहिबा विष्णु वृक्ष से सर्व वृक्ष परे राजा तिनि लोकरे ताकु पूजा पिपल वृक्ष रूपे हरि जे तांकु आराधना करी उत्तम स्थाने नेई रोपी मूले चौरा बंध स्थापी शीतल जल देई नित्ये पूजा करिब भक्ति मते दर्शन स्पर्श न स्मरण दंड प्रमाण प्रदक्षिण हेमंत सप्ताधा भगति वृक्षे चिंतिब विष्णु मूर्ति स्तुति करिब जोड़ी कर बोलिब नमो वृक्षेश्वर हे लक्ष्मीकांत शुक्लतनु श्रीभुजे शंख चक्रधनु गदा खड्ग तीक्ष्णकर मुक्त अंबुज अष्टकर कौस्तुभधर पीतवास अखिलनाथ ऋषिकेश वृक्ष स्वरूप भक्त बंधु मते उद्धार कृपा सिंधु हेमंत वाक्ये स्तुति करी वृक्ष स्वरूपी नर हरि सेवा करिब जेउ जन केते कहिबा तार पुण्य सौनक आदि ब्रह्म मुनि भृगु नारद महाज्ञानी कण्व कपिल सुख जति जे अम्बरित नरपति ध्रुव भगत प्रह्लाद जय विजय सुखप्रद सुशील अति शील मूले जे भक्त जन विष्णु स्थले से लोक मानकर गति पाइबे वृक्ष राजे भक्ति अनेक जन्म थिले पाप अंगरे न लागिब ताप जीवने होई थिब सुखी ता बंशे दरिद्र न देखी
ନିର୍ମଳ ହୋଇଥିବ କୂଳ ପୃଥିବୀ ଥିବ ଯେତେ କାଳ ଆପଣେ ଥିବ ବିଷ୍ଣୁ ଗ୍ରାମେ ହେମନ୍ତ ବିଷ୍ଣୁ ସେବା ଧର୍ମେ ଆବର କହିଛନ୍ତି ମୁନି ପିପଳ ଚଉ ବର୍ଗଦାନୀ କେବଳ ଆତ୍ମା ଶୁଦ୍ଧ ମୂଳ ସେବିଲେ ଯାଇ ପୁଣ୍ୟ ଫଳ ଯେ ବଣ ବୃକ୍ଷର ମହିମା ଅନନ୍ତ ଗୁଣ ପୁଣ୍ୟ ସୀମା ଅଶ୍ୱତ୍ଥ ବୃକ୍ଷ ମୂଳେ ବିକି ବ୍ରହ୍ମା ମୁନିଙ୍କୁ ଘେନି ରହି ଦେବଗଣଙ୍କ ତୁଲେ ହରି ବୃକ୍ଷ ମଧ୍ୟରେ ବିଜେ କରି ଅନନ୍ତ ସିଦ୍ଧ ଗଣ ତୁଲେ ଶଙ୍କର ଶିଖରେ ରହିଲେ ନାନାଦି ଯଜ୍ଞ ବ୍ରତ ଫଳେ ବିଶ୍ରାମ କଲେ ଦଳେ ଦଳେ ସକଳ ଦାନ ତୀର୍ଥ ଧର୍ମ ଅଶେଷ ନ୍ୟାୟ କୀର୍ତ୍ତି କର୍ମ ସର୍ବସୁକୃତ ଫଳମାନ ଥାନ୍ତି କପିଳ ସନ୍ନିଧାନ ବାସୁକି ଆଦି ନାଗଲୋକେ ବୃକ୍ଷ ଶିଖରେ ଏକେ ଏକେ ବିଷ୍ଣୁ ଭକତି ଆଗେ ରହି ହେମନ୍ତ ଗୁଣ ଅଛି ଜଣି ସେ ମହାସ୍ଥାବର ପିପଳ ପ୍ରତ୍ୟକ୍ଷେ ନାରାୟଣ ତୁଲ୍ୟ ସେ ବିଲେ ସର୍ବ କର୍ମ ସିଦ୍ଧି ଯେ ଜନତାରେ ଅପରାଧୀ ସେ ମହାପାପୀ ବିଷ୍ଣୁ ଦ୍ରୋହୀ ତାର ସୁଗତି ଆଉ କାହିଁ ଯେ ବିଷ୍ଣୁ ବୃକ୍ଷ କରେ ନାଶ ଲଭଇ ବ୍ରହ୍ମ ହତ୍ୟା ଦୋଷ ବୃକ୍ଷରୁ ପତ୍ର ଯେତେ ଝଡ଼ି ଭୂମି ଉପରେ ଖାଏ ପଡ଼ି ତେତେ ବରଷ କୁମ୍ଭି ପାକେ ପଡ଼ନ୍ତି ବୃକ୍ଷ ଘାତି ଲୋକେ ଯେ ବିଷ୍ଣୁ ବୃକ୍ଷ ପତ୍ର ତୋଳି ସେ ଛେଦେ ବ୍ରହ୍ମାଙ୍କ ଅଙ୍ଗୁଳି ଏମନ୍ତେ ମହାପାପ ପାଇ ଯେ ବୃକ୍ଷେ ଉଠେ ପାଦ ଦେଇ ତା ପାପ କହିଲେ ନ ସରେ ଗୁରୁ ମସ୍ତକେ ପାଦ ମାରେ ଯେ ବୃକ୍ଷ ନଳ ଲଗାଇ ମୂଳେ ତା ଅମେଧ୍ୟ ପକାଇ ଏ ସର୍ବ ଅପରାଧ ଫଳେ ପଡ଼ଇ ଘୋର ନର୍କ ସ୍ଥଳେ ପୁଣି ନରକୁ ଯେ ବେତରି ଚଣ୍ଡାଳ ଗୃହେ ଅବତରି ଅନ୍ଧ ପାଙ୍ଗୁଳ ଜନମତେ ରକତ ବାତ ବ୍ୟାଧି ଯେତେ କୁରୂପକୁ ବୁଜକୁ ନଖେ ହେମନ୍ତ ତନୁ ବହି ଦୁଃଖେ ସଂସାରେ ଜାତ ହୋଇଥାଇ ବିଷ୍ଣୁ ଭଜିଲେ ଶୁଦ୍ଧ ହୋଇ ଏ କଥା ଶୁଣ ସାଧୁ ଜନେ ଅଶ୍ୱତ୍ଥ ବୃକ୍ଷ ଆରାଧନେ ବିଷ୍ଣୁ ଭକତି ଫଳ ପାଇ ଅନ୍ତେ ବୈକୁଣ୍ଠେ ବସେ ଯାଇ ହେମନ୍ତ ମହିମା ସ୍ଥାବର କେବଳ ଦିନ କରବାର ଅଶ୍ୱତ୍ଥ ବୃକ୍ଷ ନ ଛୁଇଁବ ସୌରିବାରେ ଆରାଧିବ ସର୍ବଦା ଦିନ ରାତ୍ର କାଳେ ନବସ ବିଷ୍ଣୁ ବୃକ୍ଷ ତଳେ ସନ୍ଧ୍ୟାରେ ସ୍ପର୍ଶନ କରି ଛୁଇଁଲେ ହତ ହୋଇ ସିରି ଶନିବାରରେ ପୂଜା ବିଧି କଲେ ସକଳ କର୍ମ ସିଦ୍ଧି କହିଲେ ମହାଦେବ ଦାସ ଏ ପଦ୍ମ ପୁରାଣେ ପ୍ରକାଶ ଉତ୍ତରଖଣ୍ଡେ ବିଦ୍ୟମାନ ଯାହା କହିଲେ ମୁନିଜନ ଏ କଥା ଘେନି ହେତୁ କରି ନରେ ସଂସାରୁ ଯିବେ ତରି इति श्री पद्मपुराणे उत्तरखण्डे कार्तिक महात्म्ये वटपिप्पळ महिमा कथने नाम 29 अध्यायः।